କଲରା ସହିତ ଖାଇବା ଆମ ସହିତ କହିବନି ଯେ ଖାଲି କଲରା ବୋଲି। କଲରା ପିତା ମୁଁ ଖାଇବିନି। ମୁଁ ମିଠା ମିଠା ତରକାରୀ ଖାଇବି। ମିଠା ତରକାରୀ ଆମ୍ବ ତରକାରୀ। ତାର ଭାଇ ଭଉଣୀ ମାନେ ଆଉ ଏକ ସକାଳର ନୂଆ ଫ୍ରେଶ୍ ଭିଡ଼ିଓରେ ମୁଁ ନିରଞ୍ଜନ ନାୟକ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆପଣମାନେ ଦେଖିପାରୁଥିବେ ମୁଁ ଜଙ୍ଗଲ ଭିତରକୁ ଆସିଛି। ଦେଖନ୍ତୁ ସେ ଜଙ୍ଗଲ ସକାଳୁ ସକାଳୁ ଆପଣମାନେ ଭାବୁଥିବେ ସକାଳୁ ସକାଳୁ ଏ ଭାଇଙ୍କର କାମ କ'ଣ ଜଙ୍ଗଲ ଭିତରକୁ ଗଲେନି। ଭାବୁଥିବେ ଶିକାର ମିକାର କରିବା ପାଇଁ ଯାଇଛନ୍ତି ସକାଳୁ ସକାଳୁ। ଭାଇ ସେମିତି କିଛି ନୁହେଁ। ଆଉ ଜଙ୍ଗଲରେ ଜୀବଜନ୍ତୁକୁ ଶିକାର କରିବା ହେଉଛି ଆଇନ ପ୍ରତି ଅପରାଧ। ଆଉ ସେ ଭୁଲ ମୁଁ ତ କରିବିନି, ଆପଣମାନେ ବି ସେ ଭୁଲ କରିବା ପାଇଁ ଯିବେନି। ମୁଁ ଆସିଛି ଏ ଜଙ୍ଗଲକୁ କିଛି ଶାଳ ପତ୍ର ନେବା ପାଇଁ। ଆପଣମାନେ ତ ଜାଣିଥିବେ ଶାଳ ପତ୍ର ବହୁତ ସାରା କାମରେ ଲାଗିଥାଏ। ସେମିତି କିଛି ଆମର କାମରେ ଲାଗିବ ଶାଳ ପତ୍ର। ମୁଁ ସେଥିପାଇଁ ନେବା ପାଇଁ ଆସିଛି ଏଇ ଜଙ୍ଗଲକୁ। ପତ୍ର ହେଉଛି ବହୁତ ସାରା କାମରେ ଲାଗିଥାଏ। ଯେମିତିକି ଘର ଏଇ କାମରେ, ଆମର ହେଉଛି ପୂଜା କାର୍ଯ୍ୟରେ ବି ଲାଗିଥାଏ। ଅନ୍ୟାନ୍ୟ ବହୁତ କାମରେ ଲାଗିଥାଏ। ଦେଖିପାରୁଥିବେ ଇଏ ହେଉଛି ଏଇ ଶାଳ ପତ୍ରକୁ ମୁଁ ନେଇକି ଘରକୁ ଯିବି। ମୁଁ ଶାଳ ପତ୍ର ଦେଖିପାରୁଥିବେ ହେଉଛି ସେ ଶାଳ ପତ୍ର ମୁଁ ଏବେ ଏତିକି ଛିଣ୍ଡେଇକି ଆଣିଲି। ଯେତିକି କାମରେ ଲାଗିବ ସେତିକି ନେବା, ଅଧିକ ନେଇକି ଏଟା ନଷ୍ଟ ହେବ। ଏବେ ମୁଁ ଘରକୁ ଯାଉଛି। ବର୍ତ୍ତମାନ ମୁଁ ଜଙ୍ଗଲରୁ ଶାଳପତ୍ର ନେଇକି ଘରେ ପହଞ୍ଚାଇଛି। ଶାଳ ଗଛ ଆମର ବହୁତ କାମରେ ଲାଗିଥାଏ। ସ୍ପେଶାଲ କରିକି ଶାଳ ଗଛକୁ ନେଇକି ମୁଁ ଆପଣଙ୍କ ମାନଙ୍କ ପାଇଁ ଗୋଟେ ଭିଡ଼ିଓ ବନେଇବି, ଯେଉଁଟାକି ଶାଳ ଗଛ ପତ୍ର ଡାଳ ମୂଳ ଆମର ଯେଉଁ ରହିଛି ଫଳ ପୁରା ଇଏରୁ ଜେଡ୍ ସାରି ଆପଣମାନଙ୍କୁ ମୁଁ ସେ ଭିଡ଼ିଓରେ ସେୟାର କରିବି। ଖାଲି ଚୁଟି ନାହିଁ ଭଲ ଲାଗୁନି। ମଇନା ତା ଚୁଟିକା ଦେଇଦେ, ଏଇ ଚୁଟିକା ମତେ ଦେଇଦେ। ଭାତ ମୁଁ ଏଇନା ଖାଇବିନି। କଲରା ସହିତ ଖାଇବା ଆମ ସହିତ କହିବନି ଯେ ଖାଲି କଲରା ବୋଲି। କଲରା ପିତା ମୁଁ ଖାଇବିନି। ମୁଁ ମିଠା ମିଠା ତରକାରୀ ଖାଇବି। ମିଠା ତରକାରୀ ଆମ୍ବ ତରକାରୀ। 2 ଦିନ ହେଇଗଲାନି ଲଘୁଚାପ ବର୍ଷା ଲାଗି ରହିଛି। ଆଉ ଯୁଆଡ଼େ ଲୋକମାନେ ଯିବା ପାଇଁ ଚାହୁଁଛନ୍ତି ଯାଇପାରୁନାହାନ୍ତି, କାରଣ ବର୍ଷା ଲାଗି ରହିଛି। ରାତି ଦିନ 24 ଘଣ୍ଟା ବର୍ଷା ରହୁଛି। ଆଉ ଗତ ରାତିରେ କ'ଣ ହେଇଛି ନା ପବନ ସହିତ ବର୍ଷା ହେଇଛି। ଆଉ ପବନରେ ବହୁତ ସାରା ଗଛ ଉପୁଡ଼ି ଯାଇଛି, ଆଉ ଗଛର ଡାଳ ମଧ୍ୟ ଭାଙ୍ଗି ଯାଇଛି। ଆପଣମାନଙ୍କୁ ମୁଁ ଏବେ ଦେଖେଇବି ବହୁତ ସାରା ଗଛ ଉପୁଡ଼ି ଯାଇଛି, ଆଉ ଡାଳ ବି ମଧ୍ୟ ଭାଙ୍ଗି ଯାଇଛି। କ'ଣ କ'ଣ ସେ ଗଛ ଚାଲନ୍ତୁ ଆମେ ଦେଖିବା। ଯେଉଁ ସବୁ ଗଛ ଗୁଡ଼ିକ ଗଡ଼ିଛି ବା ଡାଳ ପତ୍ର ଭାଙ୍ଗିଛି, ସେ ହେଉଛି ଆମ ନୀତିଦିନିଆ ତରକାରୀରେ ବି ବ୍ୟବହାର କରନ୍ତି। ମଣ୍ଡା ହେଉ କିମ୍ବା ଆମର ସୁଜୁନା ଶାଗ ହେଉ, ଏ ଜିନିଷକୁ ଆମେ ତରକାରୀ କରି ଖାଆନ୍ତି। ତାପରେ ରହିଲା ଆମର ଆମ୍ବ ଗଛ। ଆମ୍ବ ଗଛର ଡାଳ ବି ଭାଙ୍ଗି ଯାଇଛି। ଆଉ ତାପରେ ହେଉଛି ଆମର ଯେଉଁ ଶାଗୁଆନୀ ଗଛ, ସିଏ ବି ଗୋଟେ ମୂଲ୍ୟବାନ ଗଛ। ସିଏ ବି ସେ ଗଛରେ ବି ଡାଳ ଭାଙ୍ଗି ଯାଇଛି। ଆପଣଙ୍କୁ ମୁଁ ଏବେ ଦେଖେଇବି। ଦେଖନ୍ତୁ ପୁରା ମାନେ ୱାନ୍ ସାଇଡ଼୍ ହେଇଯାଇଛି। ୱାନ୍ ସାଇଡ଼୍ ହେଇକି ଦେଖ ସେ ଛାତ ଆମର ଯେଉଁ ରହିଛି ଛାତ କାନିସି, ସେ କାନିସିରେ ଯାଇକି ଲାଗିଛି। ଦେଖନ୍ତୁ ସବୁ ମଣ୍ଡା ଛୋଟ ଛୋଟ ସବୁ ମଣ୍ଡା ହେଇଛି। ସେ ମଣ୍ଡାକୁ ଆମେ ସବୁ ତରକାରୀ କରି ଖାଇଥାନ୍ତି। ଯଦି ଛାତଟି ନଥାନ୍ତା ତାହେଲେ ଇଏ ଗଛ
तले पड़ नष्ट हो जाता। मंडा गछ पूरा उपुड़ी तले पड़ जाइए। देखो बाड़ साइड थिला पूरा उपुड़ी चेर पूरा बाहरी जाइए, पूरा उपुड़ी जाइए। पूरा छोट छोट सब मंडा हो जाइए। गछरा गड़ी गला ना कौन गोड़ी गला पूरा रे पता भी नहीं तो बात्या है बात्या कि शाग गछ गड़ी पड़ा भांगी गला ना गड़ीला देखो ये सुजुना छुई जो हुए गछ से गछ पवन रे सब भांगी पूरा पड़ी। देखिले बहुत सारा गछ गड़ी आहरी भी गछ गड़ी जाइए आपण मानक मु देखे पारुनी कारण भिडियोटी लंग हो। देखिले बहुत सारा गछ नष्ट हो जाइए, उपुड़ी जाइए, डाल भांगी जाइए, एमती बहुत प्रकार गछ सब नष्ट हो पड़ी। आमर बेसी आम कहवा गले आमर जो खाद्य व्यवहार कर जो मंडा ये हूँ आम प्रतिदिन खाद्य मंडा हो शाग हो ये हूँ माने विटामिन युक्त खाद्य। ये जिनस गुड़ाक नष्ट हो जाऊँगी दिनक दिन आमर जो पवन हो पवन द्वारा आमर गछ सब नष्ट हो जाऊँगी। एमती बहुत सारा गछ नष्ट हो जाइए। मु भी आपको शो कर पारे बहुत बड़ बड़ गछ भी नष्ट हो जाइए कारण भिडियोटी लंग हो शो कर पारे। भिडियो को मुझे रखुची। भिडियो जब भल लगी लाइक शेयर सब्सक्राइब आउ कमेंट माध्यम जानवे केमती भिडियोटी लगला। मैंने जदि मो चैनल को प्रथम थर पर आसी निहाती सब्सक्राइब बटन को टच करके ऑल नोटिफिकेशन को जब ऑन करते निहाती आपण मैंने एमती भिडियो सर्वप्रथम पाइपर। पुणी देखा नेक्स्ट वीडियो रे। नमस्कार, जय जगन्नाथ।